ଦର୍ଶକ ବନ୍ଧୁ ଧ୍ୟାନରେ ଶୁଣନ୍ତୁ। 1 ନମ୍ବର, ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷ ସ୍ତ୍ରୀ ଲୋକଙ୍କର ସନ୍ତାନ ଆଜ୍ଞାକାରୀ ହୋଇଥାନ୍ତି ସେମାନେ ନିଜ ଜୀବନରେ ଭାଗ୍ୟବାନ ଓ ଧନବାନ ସ୍ୱଭାବର ହୋଇଥାନ୍ତି। 2 ନମ୍ବର, ଯେଉଁ ମହିଳାମାନଙ୍କର ଓଠ ଉପରେ ହାଲକା ବାଳ ରହିଥାଏ ସେମାନେ ସ୍ୱଭାବରେ ସଦ୍ଗୁଣ, ଧାର୍ମିକ ଓ ଦାନପୁଣ୍ୟ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି। 3 ନମ୍ବର, ଯେଉଁ ପୁରୁଷ ମହିଳାମାନଙ୍କର ହାତ ପାପୁଲିର ମଝି ଅଂଶ ଉଚ୍ଚା ହୋଇଥାଏ ସେମାନେ ଦାନୀ, ଦୟାଳୁ ଏବଂ ଧାର୍ମିକ ସ୍ୱଭାବର ହୋଇଥାନ୍ତି। 4 ନମ୍ବର, ଯେଉଁ ପୁରୁଷ ଲୋକଙ୍କର ପିଠି ମଜବୁତ ଏବଂ କଇଁଛ ସଦୃଶ୍ୟ ହୋଇଥାଏ ସେମାନେ ଭାଗ୍ୟବାନ ଓ ଧନବାନ ସ୍ୱଭାବର ହୋଇଥାନ୍ତି। 5 ନମ୍ବର, ଯେଉଁ ପୁରୁଷ ଲୋକଙ୍କର ପେଟ ମାଂସାଳ ଏବଂ ଗୋଲାକାର ହୋଇଥାଏ ସେମାନେ ଭାଗ୍ୟବାନ ଓ ଧନବାନ ସ୍ୱଭାବର ହୋଇଥାନ୍ତି। 6 ନମ୍ବର, ଯେଉଁ ମହିଳାମାନଙ୍କର ଚକ୍ଷୁ ବିରାଡ଼ି ଆଖି ଭଳି ସେହି ମହିଳାମାନେ ହତଭାଗିନୀ ହୋଇଥାନ୍ତି। 7 ନମ୍ବର, ଯେଉଁ ମହିଳାମାନଙ୍କର ମୁଖ ଗୋଲାକାର ସେହି ମହିଳାମାନେ ଜୀବନରେ ବହୁତ ଧନବାନ ହୁଅନ୍ତି। 8 ନମ୍ବର, ଯେଉଁ ମହିଳାର ମୁଖରେ କେତେବେଳେ ବି ହସ ପ୍ରକାଶ ପାଏ ନାହିଁ ସେ ଦୁଃଖୀ ଓ ଦାରିଦ୍ର୍ୟରେ ଭୋଗ କରିଥାନ୍ତି। 9 ନମ୍ବର, ଯେଉଁ ମହିଳାମାନଙ୍କର ବାମ ସ୍ତନରେ, ବାମ ଗଣ୍ଡରେ, ବାମ କଣ୍ଠରେ, ବାମ କରରେ, ବାମ କର୍ଣ୍ଣରେ ତିଳ ଚିହ୍ନ ବା ଭାତୁଡ଼ି ଚିହ୍ନ ଥାଏ ସେ ମହିଳାମାନେ ବହୁତ ସୌଭାଗ୍ୟବତୀ ହୋଇଥାନ୍ତି। 10 ନମ୍ବର, ଯେଉଁ ମହିଳାମାନଙ୍କର ସ୍ତନ ବଡ଼, ପିଚା ବଡ଼ ସେହି ମହିଳାମାନେ ସାରା ଜୀବନ ସୁଖିନୀ ହୋଇଥାନ୍ତି। 11 ନମ୍ବର, ଯେଉଁ ମହିଳାମାନଙ୍କର କଟି ସରୁ ଓ ସ୍ତନ ସରୁ ସେହି ମହିଳାମାନେ ଦୁଶ୍ଚରିତ୍ରା ହୋଇଥାନ୍ତି। 12 ନମ୍ବର, ଯେଉଁ ମହିଳାମାନଙ୍କର ସ୍ତନ ବଡ଼ ବଡ଼ ଓ ପିଚା ବଡ଼ ହୋଇଥାଏ ସେମାନେ ସ୍ୱାମୀ ସୁଖରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ ନିଜର ରକ୍ତ ସମ୍ପର୍କୀୟ ସହ ଯୌନ କ୍ରୀଡ଼ାରେ ଲିପ୍ତ ଥାନ୍ତି। 13 ନମ୍ବର, ଯେଉଁ ମହିଳାଙ୍କ ପେଟ ସର୍ପ ପରି ସଦୃଶ୍ୟ ହୋଇଥାଏ ସେହି ମହିଳାମାନେ ବହୁତ ଭୋଜନପ୍ରିୟା ହୋଇଥାନ୍ତି। 14 ନମ୍ବର, ଯେଉଁ ମହିଳାମାନଙ୍କର ଜିଭ ଅତି ବଡ଼ ସେହି ମହିଳାମାନେ ଦୁର୍ଭାଗିନୀ ସ୍ୱଭାବର ହୋଇଥାନ୍ତି। 15 ନମ୍ବର, ଯେଉଁ ମହିଳାମାନଙ୍କର ଦାନ୍ତ ବଡ଼ ବଡ଼ ସେହି ମହିଳା ଭାରି ରାଗୀ ସ୍ୱଭାବର ହୋଇଥାନ୍ତି। 16 ନମ୍ବର, ଯେଉଁ ମହିଳାମାନଙ୍କର ଓଠ ଲାଲ ପରି ଦିଶିଥାଏ ସେହି ମହିଳାମାନେ ସୁଖ, ଶାନ୍ତି ଓ ବୈଭବ ପାଇଥାନ୍ତି। 17 ନମ୍ବର, ଯେଉଁ ମହିଳାମାନଙ୍କର ଆଖି କୋଇଲି ଆଖି ପରି ଦିଶେ ସେହି ମହିଳାମାନେ ବୁଦ୍ଧିମତୀ ହୋଇଥାନ୍ତି। 18 ନମ୍ବର, ଯେଉଁ ମହିଳାମାନଙ୍କର ମୁହଁ ଗୋଲାକାର ହୋଇଥାଏ ସେହି ପ୍ରକାର ମହିଳାମାନେ ସୁଲକ୍ଷଣୀ ସ୍ୱଭାବର ଅଟନ୍ତି। 19 ନମ୍ବର, ଯେଉଁ ମହିଳାମାନଙ୍କର ମୁହଁ ଅତି ସରୁ ବା ଗୋଜିଆ ଦେଖାଯାଏ ସେହି ମହିଳାମାନେ ଜିଦଖୋର ପ୍ରକୃତିର ଅଟନ୍ତି। 20 ନମ୍ବର, ଯେଉଁ ମହିଳାମାନେ ଗାଲ ଉଚ୍ଚା ଦେଖାଯାଏ ସେହି ପ୍ରକାର ମହିଳାମାନେ ସ୍ୱଭାବରେ ସୁଲକ୍ଷଣୀ ଅଟନ୍ତି। 21 ନମ୍ବର, ଯେଉଁ ମହିଳାମାନଙ୍କର ପାଦ ଛୋଟ ସେହି ପ୍ରକାର ମହିଳାମାନେ ସବୁବେଳେ ମୈଥୁନରେ ପ୍ରିୟ ହୋଇଥାନ୍ତି। 22 ନମ୍ବର, ଯେଉଁ ମହିଳାମାନଙ୍କର ନାକର ଅଗ୍ରଭାଗରେ କଳାଜାଇ କିମ୍ବା ତିଳ ଚିହ୍ନ ଦେଖାଯାଏ ସେହି ମହିଳା ସୌଭାଗ୍ୟବତୀ ହୋଇଥାନ୍ତି। 23 ନମ୍ବର, ଯେଉଁ ମହିଳାମାନଙ୍କର କପାଳରେ କଳାଜାଇ ରହିଥାଏ ସେହି ମହିଳାମାନେ ଧନବାନ ଓ କୀର୍ତ୍ତିବାନ ହୁଅନ୍ତି। 24 ନମ୍ବର, ଯେଉଁ ମହିଳାମାନଙ୍କର ଆଖି ଚିଲାଖିଆ ସେହି ମହିଳାମାନେ ବହୁତ ସେକ୍ସି ସ୍ୱଭାବର ହୋଇଥାନ୍ତି। 25 ନମ୍ବର, କନ୍ୟାର ବିବାହ ଶୀଘ୍ର ହେବା ପାଇଁ ଶୁକ୍ଳପକ୍ଷ ସୋମବାରରେ ଭଗବାନ ନାରାୟଣଙ୍କୁ ଝିଅର ବାପା କିମ୍ବା ମା ପୂଜା କରିବା ଉଚିତ। 26 ନମ୍ବର, ପୂଜାରେ ନାରାୟଣଙ୍କୁ ହଳଦୀ ରଙ୍ଗ ରେଶମ ଚାଦର ଓ ଘିଅ ତିଆରି ଲଡ଼ୁ ଅର୍ପଣ କରି ବିବାହ ପ୍ରାର୍ଥନା କରିବା ଉଚିତ। 27 ନମ୍ବର, ଏହିଭଳି ଭାବରେ 3 ରୁ 4 ସୋମବାର ପୂଜା କଲେ ମହିଳାମାନଙ୍କୁ ଝିଅ ବାହା ପାଇଁ ଆଶା ଶୁଭ ଫଳ ମିଳିଥାଏ। 28 ନମ୍ବର, ମହିଳାମାନେ ଯଦି ସବୁ କାର୍ଯ୍ୟକୁ ନିଜ ଇଚ୍ଛାରେ କରିବେ ବୋଲି ଭାବନ୍ତି ତେବେ ସେ ସର୍ବଦା ବିପଦରେ ପଡ଼ିଥାନ୍ତି। 29 ନମ୍ବର, ମହିଳାମାନେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଆଗ ପଛ ବିଚାର କରନ୍ତୁ। 30 ନମ୍ବର, ମହିଳାମାନେ ନିଜର ମନକୁ ସୀମା ଭିତରେ ରଖି କାର୍ଯ୍ୟ କଲେ କୌଣସି ବିପଦର ସମ୍ମୁଖୀନ ହେବେ ନାହିଁ।
ଦାୟିତ୍ୱ ଓ କର୍ତ୍ତବ୍ୟରେ ଅବହେଳା କଲେ ମହିଳାମାନେ ସର୍ବଦା ବିପଦରେ ନିଶ୍ଚିନ୍ତ ପଡ଼ିବେ। 31 ନମ୍ବର, ଶ୍ୱଶୁର ଘରେ ସ୍ୱାମୀ ରହିଲେ ମହିଳାମାନଙ୍କର ଜୀବନ ଦୁଃଖମୟ ହୋଇଥାଏ। ବିବାହ ପରେ ଯଦି କୌଣସି ମହିଳା ଅନ୍ୟ ପୁରୁଷ ସହ ଖରାପ ସମ୍ପର୍କ ରଖେ ନିଜର ଜୀବନ ଦୁଃଖମୟ ହୋଇଥାଏ। 32 ନମ୍ବର, ଶବ ଦାହର ଧୂଆଁ ନାକରେ ବାଜିଲେ ବହୁତ କ୍ଷତି ହୋଇଥାଏ। 33 ନମ୍ବର, ଗାଲରେ କେବେ ହାତ ଦେଇ ବସନ୍ତୁ ନାହିଁ, ଏହା ଅଶୁଭତ୍ୱ ବଢ଼ାଇଥାଏ। 34 ନମ୍ବର, ବାମ ହାତରେ ପାଣି ଗ୍ଲାସ୍ ଧରି ପିଅନ୍ତୁ ନାହିଁ, ଏହା ମଦ ତୁଲ୍ୟ ହୋଇଥାଏ। 35 ନମ୍ବର, ନିଜ ଘରେ ପୂର୍ବକୁ ଶ୍ୱଶୁର ଘରେ ଦକ୍ଷିଣକୁ ମୁଣ୍ଡ ଦେଇ ଶୋଇଲେ ମଙ୍ଗଳ ହୋଇଥାଏ। 36 ନମ୍ବର, ବରଗଛ ଓ ଓସ୍ତଗଛ ବିବାହ ଦେଲେ କନ୍ୟାଦାନର ଫଳ ମିଳିଥାଏ। 37 ନମ୍ବର, ପୂର୍ଣ୍ଣିମା ଦିନ 10ଟା ପରେ ଅଶ୍ୱସ୍ଥ ଗଛ ମୂଳେ ଲକ୍ଷ୍ମୀଙ୍କ ନାମରେ ପୂଜା କଲେ ଆର୍ଥିକ ସଙ୍କଟ ଦୂର ହୋଇଥାଏ। 38 ନମ୍ବର, ସନ୍ଧ୍ୟାବେଳେ ଘରର ଦୁଆର ମୁହଁରେ ବସନ୍ତୁ ନାହିଁ, ମା ଲକ୍ଷ୍ମୀଙ୍କର ଗମନାଗମନ ବନ୍ଦ ହୋଇଯିବ। 39 ନମ୍ବର, ଘରୁ ବାହାରକୁ ଯିବା ବେଳେ ଡାହାଣ ପାଖରେ ପାଣି କଳସ ଥିଲେ ଆପଣଙ୍କର ମଙ୍ଗଳ ହେବ। 40 ନମ୍ବର, କାହାରି ଘର ବା ଚଉରା ପ୍ରତିଷ୍ଠାରେ ଯଦି କଉଡ଼ି ଏବଂ ପଇସା ପାଆନ୍ତି ତାକୁ ଆଣି ଆପଣଙ୍କ ପଇସା ରଖିବା ଜାଗା ରଖନ୍ତୁ, ଏହା ଆପଣଙ୍କୁ ଆହୁରି ଧନୀ କରିଥାଏ। 41 ନମ୍ବର, ଯଦି ଆପଣଙ୍କ ପାଖରେ ପଇସା ବଞ୍ଚୁନାହିଁ ତେବେ ପକେଟରେ ବା ପଇସା ରଖିବା ଜାଗାରେ ବେଲପତ୍ର ସହିତ ମନ୍ଦାର ପତ୍ର ରଖନ୍ତୁ। 42 ନମ୍ବର, ଯଦି ଆପଣ ବାରମ୍ବାର ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି ତାହେଲେ ଘରୁ ବାହାରକୁ ଯିବାବେଳେ ଆପଣ ଦୁବ 2 କେରା ସାଙ୍ଗରେ ନେଇକି ଯାଆନ୍ତୁ, ଦେଖିବେ କେବେ ବି ଦୁର୍ଘଟଣାର ସମ୍ମୁଖୀନ ହେବେ ନାହିଁ। 43 ନମ୍ବର, ଘରୁ ବାହାରକୁ ଗଲାବେଳେ ମନେ ରଖିବେ ମୁଣ୍ଡରେ ଟିକେ ଚନ୍ଦନ ଲଗାଇକି ଯିବେ। ଆପଣ ଯେକୌଣସି କାମକୁ ଯାଉନ୍ତୁ ନା କାହିଁକି ସବୁଥିରେ ଜୟ ହେବ। 44 ନମ୍ବର, ଝାଡ଼ୁକୁ ସବୁବେଳେ ଶୁଆଇ ରଖନ୍ତୁ ଏବଂ ଲୁଚେଇ ମଧ୍ୟ ରଖନ୍ତୁ, ଏହା ମଙ୍ଗଳ ଅଟେ। 45 ନମ୍ବର, ଘର କିଣିବା କିମ୍ବା ବନେଇବା ସମୟରେ ମୁଖ୍ୟ ପ୍ରବେଶ ଦ୍ୱାର ପୂର୍ବ ଦିଗକୁ ହେଲେ ଅଧିକ ଶୁଭ ହୋଇଥାଏ। 46 ନମ୍ବର, ବିଛଣାରେ ଶୋଇଥିବା ବେଳେ ଆପଣଙ୍କର ପ୍ରତିବିମ୍ବ ଆଇନାରେ ଦେଖିବା ଅନୁଚିତ, ଏହା ଅମଙ୍ଗଳ ହୋଇଥାଏ, ଖରାପ ଶକ୍ତିର ପ୍ରଭାବ ପଡ଼ିଥାଏ। 47 ନମ୍ବର, ସନ୍ଧ୍ୟାବେଳେ ଘରର କିମ୍ବା ଦୋକାନର ଲାଇଟ୍ ଜଳେଇ ସାରି ଭଗବାନଙ୍କର ନାମ 3 ଥର ନିଅନ୍ତୁ ଏବଂ ପ୍ରଣାମ କରନ୍ତୁ, ଏହା ଶୁଭ ହୋଇଥାଏ। 48 ନମ୍ବର, ବିଲ୍ଡିଂର ସର୍ବଶ୍ରେଷ୍ଠ ଫ୍ଲାଟରେ ବାସ କରନ୍ତୁ ନାହିଁ, ଏହା ଶୁଭ ନୁହେଁ। 49 ନମ୍ବର, ଗୋଟିଏ ସିଧା ଲାଇନରେ ଘରର 3ଟି କବାଟ ରଖିବା ଅନୁଚିତ, ଏହା ଅମଙ୍ଗଳ ହୋଇଥାଏ।